ସଂକ୍ରାନ୍ତିର ଶୁଭେଚ୍ଛା ଓ ସମ୍ମାନ। ମୋର ଫକୀରମୋହନ ସେନାପତି। ସଂକ୍ରାନ୍ତି ପୁରୁଷ କଥା ସାହିତ୍ୟର ଫକୀର ମୋହନ ସେନାପତି, ଓଡ଼ିଆ ସାହିତ୍ୟ ଜଗତର ଜନକ, ସୁପରିଚିତ ଯୁଗସ୍ରଷ୍ଟା, ସାରସ୍ୱତ ସାଧକ, ଆଧୁନିକ କବି, ଲେଖକ, ସମାଜ ସଂସ୍କାରକ, ପୁରୋଧା ତୁମେ ଓଡ଼ିଆ ଜାତିର, ନିଷ୍ପେଷିତ ଓଡ଼ିଆ ଚିତ୍ରର ନିପୁଣ ଔପନ୍ୟାସିକ, ଜୀବନ୍ତ କଥାକାର। 1843 ଜାନୁଆରୀ 13 ମକର ସଂକ୍ରାନ୍ତିରେ ମଲ୍ଲିକାପୁର ଗ୍ରାମରେ ଜନ୍ମ ତୁମର। ପିତା ଲକ୍ଷ୍ମଣ ଚରଣ, ମାତା ତୁଳସୀ ଦେବୀଙ୍କ କରିଥିଲ ତୁମେ କୋଳମଣ୍ଡଳ। ପିଲାବେଳୁ ହରାଇଲ ମାତା ପିତାଙ୍କୁ, ଜେଜେମା ଜେଜେବାପାଙ୍କ ଯତ୍ନରେ ବଢ଼ିଲ। ଗରିବ ହୋଇ ମଧ୍ୟ କଷ୍ଟରେ ପାଠପଢ଼ା ସୁଚାରୁ ରୂପେ ତୁଲାଇଲେ। ବଙ୍ଗୀୟ ଇଂରେଜମାନଙ୍କ ଷଡ଼ଯନ୍ତ୍ରରୁ ଓଡ଼ିଆ ଭାଷାକୁ କରିଥିଲ ସ୍ୱତନ୍ତ୍ର। ପାରସୀ, ଇଂରାଜୀ, ସଂସ୍କୃତ, ବଙ୍ଗାଳୀ ଭାଷାରେ ପାରଦର୍ଶିତା କଲ ହାସଲ। ବାରବାଟୀ ବାଲେଶ୍ୱର ମିଶନ ସ୍କୁଲରେ ଶିକ୍ଷାଦାନ ଓ କଲେକ୍ଟର ଅଫିସରେ କଲେ ଚାକିରି। ଓଡ଼ିଶାର କେତେକ ସ୍ଥାନରେ ଥିଲେ ଦେୱାନ। ସବୁବେଳେ ଓଡ଼ିଆର ଉନ୍ନତିରେ ନିପୁଣ। ଆତ୍ମଜୀବନ, 6 ମାଣ 8 ଗୁଣ୍ଠ, ମାମୁଁ, ରେବତୀ, ଡାକମୁନିସି, ପେଟେଣ୍ଟ ମେଡ଼ିସିନ, ରାଣ୍ଡିପୁଅ, ଅନ୍ତା, ଲକ୍ଷ୍ମା, ପ୍ରାୟଶ୍ଚିତ, ଧୂଳିଆ ବାବା ଇତ୍ୟାଦି ଲେଖିଯାଇଛନ୍ତି ଅନେକ ପୁସ୍ତକ। ଏହି ତାଳଜାଇ ପୁରୁଷଙ୍କ 1918 ମସିହା ଜୁନରେ 75 ବୟସରେ ମୃତ୍ୟୁବରଣ କଲେ। ଚିରଦିନ ପାଇଁ ଓଡ଼ିଆଙ୍କ ପ୍ରାଣରେ ସ୍ମୃତିର ପାବନୀ ହୋଇ ରହିଥିବେ। ଚିରଦିନ ପାଇଁ ଓଡ଼ିଆଙ୍କ ପ୍ରାଣରେ ସ୍ମୃତିର ପାବନୀ ହୋଇ ରହିଥିବେ। ସ୍ମୃତିର ପାବନୀ ହୋଇ ରହିଥିବେ।